ପୁଣି ଭିଜିବ ଓଡ଼ିଶା। ରାଜ୍ୟର ଏହି ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା। ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଡିସେମ୍ବର ମାସରୁ ଫେବୃଆରୀ ମାସ ଯାଏ ରାଜ୍ୟରେ ଏଭଳି ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମଡି କରିଥିବା ଆକଳନରୁ ଏହା ଜଣାପଡ଼ିଛି। ଆସନ୍ତା 3 ମାସ ଯାଏଁ ରାତି ତାପମାତ୍ରା ଭଳି ଦିନ ତାପମାତ୍ରା ବି ସ୍ୱାଭାବିକ ଠାରୁ ଅଧିକ ରହିବ। ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଦିନ ତାପମାତ୍ରା ଅଧିକ ରହିବ। ସେହିଭଳି ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି। ଅର୍ଥାତ୍ ଡିସେମ୍ବରରୁ ଫେବୃଆରୀ ଯାଏଁ ଶୀତ ଲହରୀ ଭଳି ସ୍ଥିତି ସୃଷ୍ଟି ହେବାର କ୍ୱଚିତ୍ ସମ୍ଭାବନା ରହିଛି। ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଫଳରେ ଅଧିକ ଶୀତ ଅନୁଭୂତ ହେବନି। ସେହିଭଳି ଏ ମାସରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଠାରୁ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କୋରାପୁଟ, ମାଲକାନଗିରି, ଗଞ୍ଜାମ, ନୟାଗଡ଼, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, କନ୍ଧମାଳ ଓ ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 6 ତାରିଖରୁ 8 ତାରିଖ ଯାଏଁ ପାଗ ଶୁଖିଲା ରହିବ। ଆସନ୍ତା 6 ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।